ବଞ୍ଚିବା ପାଇଁ ଅର୍ଥ ସାଜିଛି ବାଧକ। ହଁ ଦର୍ଶକ ବନ୍ଧୁ, ଏ ଏକ ସତ ଘଟଣା ଯାହାକି ଆମେ କହୁଛୁ ଟିଭି ମାଧ୍ୟମରେ ଆପଣମାନଙ୍କୁ ଦେଖାଇବାକୁ ଚାହୁଁଛୁ। ଏ ଏକ ଘଟଣା ଯାହାକି ଯେଉଁ ବ୍ୟକ୍ତି ଜଣକ ମୋ ପଛରେ ଅଛନ୍ତି ଆପଣମାନେ ସିଧାସଳଖ ଦେଖୁଛନ୍ତି। ଏ ବ୍ୟକ୍ତି ତାଙ୍କ ନାଁ ହେଉଛି ବାଦଲ। ଘର ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମାରେ ତାଙ୍କର ଘର। ସିଏ ତାଙ୍କ ପରିବାର, ତାଙ୍କର 3ଟି ଛୁଆ ଏବଂ ସ୍ତ୍ରୀ ଏବଂ ଜଣେ ମା, ତାଙ୍କୁ ନେଇ ତାଙ୍କ ପରିବାର ଚାଲିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ହଠାତ୍ 2 ବର୍ଷ ହେବ ପାଖାପାଖି ତାଙ୍କର ଦେହ ଅସୁସ୍ଥ ହୋଇଥିଲା। ଅସୁସ୍ଥ ହେବା ପରେ ଯେତେବେଳେ ସେମାନେ ମେଡ଼ିକାଲ ଯାଇଥିଲେ, ମେଡ଼ିକାଲରେ ତାଙ୍କୁ ଯେତେବେଳେ ଡାକ୍ତରଙ୍କୁ ସେମାନେ ଦେଖାଇଥିଲେ, ଡାକ୍ତର କହିଥିଲେ ତାଙ୍କରି 2ଟି କିଡ଼ନୀ ନଷ୍ଟ ହୋଇଯାଇଥିବା ମଧ୍ୟ ଡାକ୍ତର ସୂଚନା ଦେଲେ। ଯାହାଫଳରେ ସେମାନେ ତାର ଆଶୁ କାମନା ପାଇଁ ଆଶୁ ଚିକିତ୍ସାର ଯେପରି ଭଲ ହେବେ ସେଥିପାଇଁ ସିଏ ଗୁଡ଼ାଏ ପଇସା ପତ୍ର ଖର୍ଚ୍ଚ କଲେ। ଶେଷରେ ନିଜର ଘରେ ଯାହା ବି ତାଙ୍କର ଥିଲା, ସୁନା ରୂପାଠୁ କଥା କୁହନ୍ତୁ କିମ୍ବା ଅନ୍ୟାନ୍ୟ ଯାହା ବି ସାମଗ୍ରୀ ଥିଲା ତାକୁ ବିକି ବଟା କରି ସେମାନେ ତାଙ୍କର ଚିକିତ୍ସା କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଯେଉଁ ସମସ୍ୟାଟି ରହିଛି ଆଜ୍ଞା, ସେ ସମସ୍ୟାର ସମାଧାନ ହେଇପାରିନି, ଯେହେତୁ 2ଟି କିଡ଼ନୀ ନଷ୍ଟ ହୋଇଯାଇଛି। ତ ବର୍ତ୍ତମାନ ଯେଉଁ ସେ ବର୍ତ୍ତମାନ ଦେଖନ୍ତୁ 3ଟି ଛୁଆକୁ ନେଇ ସେ ବଞ୍ଚୁଛନ୍ତି। ତାଙ୍କ ପରିବାରରେ ଚଳିବା, ପରିବାରରେ ସେମାନେ ତାଙ୍କର ଦୈନିକ ଗୁଜାରଣ ମେଣ୍ଟେଇବା ମଧ୍ୟ ବର୍ତ୍ତମାନ କଷ୍ଟ ହେଇଗଲାଣି। ଏବଂ ଯଦି ଦେଖିବା ଭାଇଙ୍କର ଯେଉଁ ପରିସ୍ଥିତି, ସିଏ ଜଣେ ଅତି ଭଲ ଲୋକ, ନମ୍ର ଭଦ୍ର ଏବଂ ସେ କୌଣସି ପ୍ରକାର ତାଙ୍କର କୌଣସି ପ୍ରକାର ଭେଦାଭେଦ ବି ନଥିଲା, ଖରାପ ଅଭ୍ୟାସ ନଥିଲା। ତଥାପି ଦୁର୍ଭାଗ୍ୟ କଥା ଏବଂ ବିଧାତାଙ୍କର କି ନୀଳା, ବର୍ତ୍ତମାନ ସିଏ ଏଭଳି ଅକ୍ଷମ ହିଁ ବସିଛନ୍ତି। ତ ଆମେ ତାଙ୍କ ସହିତ ଦୀପଦ କଥା ହେବା, କ'ଣ ତାଙ୍କର ସମସ୍ୟା ରହିଛି। ଭାଇ କ'ଣ ସମସ୍ୟା ରହିଛି କ'ଣ କହିବେ? ଆଜ୍ଞା, ମୋର ଆକ୍ଚୁଆଲି 2 ବର୍ଷ ପାଖାପାଖି ହେଇଗଲା, 2ଟା କିଡ଼ନୀ ଡ୍ୟାମେଜ୍ ହେଇଯାଇଛି। ଆଉ ସମସ୍ତ ପଇସା ପତ୍ର ସବୁ ଟ୍ରିଟମେଣ୍ଟ କରିକି ସବୁ ପଇସା ଆମ ସବୁ ସରିଯାଇଛି। ମୋର 3ଟି ଛୁଆ, ଆଉ ମୁଁ ବର୍ତ୍ତମାନ ସମସ୍ତ ବିଷୟ ଭାରସାମ୍ୟ ହରାଇ ଅଛି। ମୋ ଫ୍ୟାମିଲିକୁ ମାନେ ପ୍ରତିପୋଷଣ କରିବା ପାଇଁ ମଧ୍ୟ ମୋ ପାଖରେ କିଛି ଏବେ କୌଣସି ସାହାଯ୍ୟ ସହଯୋଗ ନାହିଁ ମୋ ପାଖରେ। ଏମିତି 2 ବର୍ଷ ହେଇଗଲାଣି। ତେଣୁ ମୁଁ ଯଦି ଅନୁରୋଧ କରୁଅଛି ଆପଣମାନଙ୍କୁ, ନମସ୍କାର କରି ଅନୁରୋଧ କରୁଛି, ଆଉ ଜିଲ୍ଲା ପ୍ରଶାସନ ହେଉ କିମ୍ବା ସ୍ଥାନୀୟ ପ୍ରଶାସନ ହେଉ, ତାଙ୍କ ତରଫରୁ ଯଦି ମୋତେ ସାହାଯ୍ୟ ସହଯୋଗ ମିଳନ୍ତା ତେବେ ମୋ ପାଇଁ ଭଲ ହୁଅନ୍ତା। ଏବଂ ଆପଣମାନେ ଯେଉଁମାନେ ଦେଖୁଛନ୍ତି ସମସ୍ତେ, ସେମାନେ ବି ଯଦି ସାହାଯ୍ୟ ସହଯୋଗ କରନ୍ତି ତେବେ ଭଲ ହୁଅନ୍ତା। ଆପଣ ଯେମିତି ସିଧାସଳଖ ଭାବରେ ଶୁଣୁଥିଲେ, ଭାଇ ନିଜର ଅନ୍ତରର ଦୁଃଖ କାହାଣୀ କହୁଥିଲେ ଏବଂ ଯାହାକି ଯେଉଁ କଥା ଶୁଣିଲା ଲାଗୁଛି ହୃଦୟ ଫାଟି ଯାଉଛି ଆଜ୍ଞା। ଯେତେବେଳେ ଜଣେ ରୋଜଗାରୀ ମଣିଷ ଯେତେବେଳେ ଅକ୍ଷମ ହୋଇ ବସି ପଡ଼େ, ପରିବାର ନିରାଶ ହତାଶ ହେଇଯାନ୍ତି। ତ ବର୍ତ୍ତମାନ ଆମେ ତାଙ୍କ ମାଆ ବି ଅଛନ୍ତି ତାଙ୍କ ସହିତ ଦୀପଦ କଥା ହେଇଯିବା। ମାଆ, କ'ଣ କହିବ? ପୁଅର ବର୍ତ୍ତମାନ ଏଭଳି ଅବସ୍ଥା, କ'ଣ ବର୍ତ୍ତମାନ ଆଶା ରଖୁଛନ୍ତି ଏବଂ ଯେଉଁ ସ୍ଥାନୀୟ ବର୍ତ୍ତମାନ ଯେଉଁ ସରକାର ଅଛନ୍ତି ତାଙ୍କୁ କ'ଣ ଅନୁରୋଧ କରିବେ? କ'ଣ ଅନୁରୋଧ କରିବୁ ଆଜ୍ଞା? ଆଉ ମୋର ପୁଅର 2ଟା ଯାକ କିଡ଼ନୀ ଡ୍ୟାମେଜ୍ ହେଇଛି। ତାଙ୍କୁ ଯଦି ପ୍ରଶାସନ ହଉ କି ଉପର ଅଧିକାରୀ ହଉ, ସେମାନଙ୍କୁ ମୋର ପୁଅକୁ ଯଦି ସାହାଯ୍ୟ କରିବେ ତହିଁରେ ଆମେ ମୁକ୍ତି ପାଇବୁ। ଆଉ ତା ପରିବାର ଶାନ୍ତି ଶୃଙ୍ଖଳାରେ ରହିବେ। ତାର 3ଟି ଛୁଆ, ମୁଇଁ ବି ଗୋଟେ ବେସାହାରା ହେଇକରି ଅଛି। ଆପଣ ଯେମିତି ଶୁଣୁଥିଲେ ସିଧାସଳଖ ଭାବରେ ତାଙ୍କ ପରିବାରରୁ ଯେଉଁ ଅକୁହା କଥା, ଯାହାକି ଅନ୍ତରର ବେଦନା, ଯାହା କହି ହେବନି କିମ୍ବା ସହି ହେବନି। ବର୍ତ୍ତମାନ ସେଇ ଗାଁର ଜଣେ ଭଦ୍ର ବ୍ୟକ୍ତି ଅଛନ୍ତି, ଆମେ ତାଙ୍କୁ ବି ପଚାରିବା ଯେ କ'ଣ କହିବେ ତାଙ୍କ ସମ୍ପର୍କରେ। ବହୁତ ଦୁଃଖର ବିଷୟ ଆଜ୍ଞା। ଆଉ ଏ ଆମ ସମ୍ପର୍କୀୟ ଲୋକ, ଆମ ଗାଁର। ମୋ ନାଁ ହନକ ଦିଗାଲ, ଗ୍ରାମ ବାରଖମା। ଆଉ ଆମେ ଦେଖି ଆସୁ ତାକୁ 2 ବର୍ଷ ହେଲାଣି। ସେ 2ଟି କିଡ଼ନୀ ତାର ଖରାପ ହୋଇଛି ବୋଲି ଯେଉଁ ଅସୁସ୍ଥ କଥା, ବହୁତ ଦୁଃଖରେ ଆମେ ନିତାନ୍ତ ଭାବରେ MBC ଆଉ ନ୍ୟୁଜ୍ ଚ୍ୟାନେଲକୁ ଧନ୍ୟବାଦ ଦେଉଛୁ କି ସେମାନେ ଆସିକି ଆଜି ଭାଇଙ୍କ ପାଖରେ ସେମାନେ ଦେଖାଇଛନ୍ତି। ଆମେ ଗାଁ ଲୋକ ଭାବରେ ଏତିକି ବିନତି କରୁଛୁ, ଅନୁରୋଧ କରୁଛୁ, ଯେମିତିକି ଜିଲ୍ଲା ପ୍ରଶାସନ ତରଫରୁ କିମ୍ବା ଆମ ପ୍ରଶାସନ ତରଫରୁ ଯେମିତି ତାକୁ କିଛି ସାହାଯ୍ୟ ସହଯୋଗ କରିବେ। ଆପଣ ଯେମିତି ସିଧାସଳଖ ଭାବରେ ଶୁଣୁଥିଲେ, ଗାଁର ଜଣେ ଭଦ୍ର ବ୍ୟକ୍ତି ସେ କହୁଛନ୍ତି ଯେ ଯଦି ସରକାରୀ ସ୍ତରରେ ଯେହେତୁ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ଏବଂ ସରକାରଙ୍କର ଯେଉଁ ଜନହିତକର ଯୋଜନା ରହିଛି, ସେଇ ଯୋଜନାରେ ମଧ୍ୟ ଯଦି ସରକାରୀଙ୍କ ଥରରେ ତାଙ୍କୁ ଯଦି କିଛି ରେଫର କରାଯାଏ କିମ୍ବା ଗୋଟେ ଉନ୍ନତ ଗୋଟେ ବଡ଼ ହସ୍ପିଟାଲକୁ ନିଆଯାଏ, ଉନ୍ନତ ମାନର ଚିକିତ୍ସା ଦିଆଯାଏ କିମ୍ବା ତାଙ୍କର ଯେଉଁ କିଡ଼ନୀ 2ଟି ନଷ୍ଟ ହୋଇଛି ତାର ଯଦି ରୋପଣ କରିବାର ମଧ୍ୟ ଯଦି କିଛି ସରକାରୀ ସ୍ତର ହେଉ କିମ୍ବା ବେସରକାରୀ ସ୍ତର ହେଉ କିମ୍ବା ଯଦି ହେଇପାରନ୍ତା, ତାହେଲେ ବଞ୍ଚିବାର ମଧ୍ୟ ସେ ରାହା ପାଇପାରିଥାନ୍ତେ। ଆଉ ଜଣେ ସମାଜସେବୀ ଅଛନ୍ତି, ଆମେ ତାଙ୍କ ସହିତ ଦୀପଦ। ଆଉ ବର୍ତ୍ତମାନ ପରିସ୍ଥିତିରେ ବାଦଲ ଭାଇ ତାଙ୍କର ନିଜର ଜୀବିକା ସମ୍ପୂର୍ଣ୍ଣ ହରାଇ ବସିଛନ୍ତି। ଏବଂ ସବୁଠାରୁ ବଡ଼ ସମସ୍ୟା ହେଲା ତାଙ୍କର ଯେଉଁ 2ଟି କିଡ଼ନୀ ଖରାପ ହେଇଯାଇଛି, ଯେଉଁଟାକି ତାଙ୍କ ଘରେ ଯାହା ବି ଥିଲା ସେମାନେ ସବୁକିଛି ବିକିବାକା କରି ସବୁ କିଛି ଦେଇକି ସେମାନେ ଚେଷ୍ଟା କରିଛନ୍ତି।
तथापि किसी फल मिलना आउ घरे बर्तमान एपरि किछि नाही जहाद्वारा से माने चिकित्सा हेबापी जाइपारे आउ दीर्घ 2 वर्ष है तांकर ए समस्या घरे एकमात्र रोजगारक्षम व्यक्ति से एवं तांको पछरे तांको परिवार 3-3टा छुआ अछंती आ वर्तमान से माने संपूर्ण बेसहारा कहबा गले घर मध्य जतले पानी पड़ुची गलुची ए प्रकार असुविधार से माने अछंती आ मोर अनुरोध रहिबो कि जिला प्रशासन हुंतु कि स्थानीय प्रशासन हुंतु जदि तांकु किछि भलो ट्रीटमेंट पाई भलो मेडिकल को निया जानता किंबा किडनी ट्रांसप्लांट करा जाई पारंता तेबे तांको पई भलो हुंता माने एतिकी अनुरोध करूछु कि जदि जिला प्रशासन किंबा स्थानीय प्रशासन एतिकी सहाय्य करन्ते तेबे तांको परिवार पई भलो हुंता एवं आपण मानको जरिया मु हाथ जोड़ी विनम्र अनुरोध करुच्ची आज आम को देखुथिबा ओडिशार समस्त जनसाधारण को मोर अनुरोध कि जदि कई सहृदय व्यक्ति थांती तेबे जदि साहाय्यर हस्त बढ़ाते तेबे से परिवार एवं से भाई को पई बहुत भलो हुंता बहुत बहुत धन्य अनुरोध रहिबो दयाकरी साहाय्यर हस्त बढ़ातु आपण मैंने सीधा सड़क शुणुले जी कि समाजसेवी मिलन बाबू सी बादल भाई विषय कहते जे बादल भाई जो परिस्थिति विषय बखाणुले और सरकार पाखे नवेदन भी रोचे जेहेतु जड़े समाजसेवी हिसाब से सरकार को भी अनुरोध करते तो बर्तमान देखा सरकार भाई जो समस्या रही ये तदंत कर स्थिति परखी परिवार समस्त विषय दे जो स्थानीय प्रशासन अच्छा सी या गुरुत्व दे जदि बादल भाई जदि सहाय जेकोसी प्रकार जदि साहाय्य सहयोग करा जाता ताहले परिवार बंचार राह पाई था। कंधमाल जिला बारखमारू तापस कुमार नायक MBC TV।